ଆଜ୍ଞା ହଁ, ଆଜି ଆମେମାନେ ପିତୃ ଶ୍ରାଦ୍ଧ ସମ୍ପର୍କରେ ଆଲୋଚନା କରି ଦେଖିବା। ପିତୃ ଶ୍ରାଦ୍ଧ କାହାକୁ କହନ୍ତି, ଆଉ ସେଇ ପିତୃ ଶ୍ରାଦ୍ଧ କାହାକୁ ଦିଅନ୍ତି ଆଉ କ'ଣ ପାଇଁ, ଏହି ସମ୍ପର୍କରେ ଦ୍ୱିପଦ ଆଲୋଚନା କରି ଦେଖିବା। ଚାଲନ୍ତୁ ଆମେମାନେ ବର୍ତ୍ତମାନ ଦେଖିବା ଯେଉଁ ପିତୃ ଶ୍ରାଦ୍ଧ ଆମେ କରୁଛୁ, ଆମର ପିତରମାନଙ୍କ ପ୍ରାପ୍ତ ଉଦ୍ଦେଶ୍ୟରେ କରିଥାଉ। ତ ଦେଖନ୍ତୁ, ଗୋଟିଏ କଥାରେ ଅଛି, ଜୀବିତ ପିତା ମାତାଙ୍କ ଉପରେ ଠେଙ୍ଗା, ମଲା ପରେ ହାଡ଼ ନିଅନ୍ତି ଗଙ୍ଗା। ଆଜ୍ଞା ଏମିତି ହେଉଛି ନା? ହଁ, ପ୍ରାୟତଃ ଲୋକମାନେ ଏହିପରି କରିଥାନ୍ତି। ଗଙ୍ଗାକୁ କେହି ନେଇଥାନ୍ତି ତ କେହି ସମୁଦ୍ରରେ ନେଇ ହାଡ଼କୁ ପକାଇଥାନ୍ତି। ଏହା କରିବା ଦ୍ୱାରା ଆମମାନଙ୍କର ଉପକାର କେତେ ଆଉ ଅପକାର କେତେ, ଏହି ସମ୍ପର୍କରେ ମଧ୍ୟ ଦ୍ୱିପଦ ଆଲୋଚନା କରି ଦେଖିବା। ଦେଖନ୍ତୁ, ଯେତେବେଳେ କି ପିତା ଆମର ମୃତ ହେଇଗଲେ, ଆମେ ତାଙ୍କର ଶବକୁ ସଂସ୍କାର କଲେ। ସେହି ସଂସ୍କାର ପରେ ଯେଉଁ ହାଡ଼ ଗୁଡ଼ିକ ଥାଏ ସେହି ହାଡ଼ ଖଣ୍ଡିକୁ ନେଇ ଆମେ ସମୁଦ୍ରରେ ପକାଇଥାଉ କିମ୍ବା ଗଙ୍ଗାରେ ପକାଇଥାଉ। ଏହା କରିବା ଦ୍ୱାରା ମୃତ ପିତାଙ୍କର ଉପକାର କ'ଣ ହେଇଥାଏ ଆଉ ଆମମାନଙ୍କର ଅପକାର କ'ଣ ହେଇଥାଏ। ଏଇ ହାଡ଼ ଯେଉଁ ଆମେ ନେଇ ଗଙ୍ଗାରେ ପକାଇ ଦେଉ, ହେଲେ ଯେଉଁ ଆମର ପିତାଙ୍କର ମୃତ୍ୟୁ ହେଉଛି, ସେ କ'ଣ ସ୍ୱର୍ଗକୁ ଯିବ? ଯଦି ଆମେ ତାଙ୍କର ହାଡ଼କୁ ନେଇ ଗଙ୍ଗାରେ ପକାଇ ନ ଦେବା, ତାହେଲେ ସେ କ'ଣ ନର୍କକୁ ଯିବ କି? ଆଜ୍ଞା, ଆମେ ଯେତେବେଳେ ହାଡ଼କୁ ଗଙ୍ଗାରେ ପକାଉଛୁ, କେହି ତ ସମୁଦ୍ରରେ ପକାଉଛନ୍ତି। ଏମିତି କରିବା ଦ୍ୱାରା ଆମେମାନେ ଜଳକୁ ହିଁ ଦୂଷିତ କରିଥାଉ। ହଁ ନା କ'ଣ ଆଜ୍ଞା? ଆମେ ଜଳକୁ ଦୂଷିତ କରୁଛୁ, ଯାହାରି ଫଳରେ ଆମେ ଅଶୁଦ୍ଧ ଜଳକୁ ପାଉଛୁ। ଆମେ ଯେତେବେଳେ କି ଶ୍ମଶାନରେ ହାଡ଼କୁ ଦେଖୁ, ଆମେ ସମସ୍ତେ ଛିଚାକର କରୁ, କିନ୍ତୁ ସେହି ହାଡ଼କୁ ନେଇ ଆମେ ସମୁଦ୍ରରେ ପକାଉଛେ କିମ୍ବା ଗଙ୍ଗାରେ ପକାଉଛେ। ସେହି ପାଣି ଦୂଷିତ